ସାଙ୍ଗମାନେ ଆଜିର ଏହି ଭିଡ଼ିଓଟି ଅତ୍ୟନ୍ତ ରହସ୍ୟପୂର୍ଣ୍ଣ ଅଟେ। ଏମିତି ଏକ ରହସ୍ୟ ଯାହାକୁ ଆପଣ କେବେ କଳ୍ପନା ମଧ୍ୟ କରିନଥିବେ। ଦର୍ଶକ ବନ୍ଧୁ, ଆପଣ କ'ଣ କାଲି ରାତିରେ ଶୋଇବା ପୂର୍ବରୁ ବିଲେଇର ସ୍ୱର ଶୁଣିଥିଲେ? କ'ଣ ଆଜି କେଉଁଆଡ଼େ ଯିବାବେଳେ ଗୋଟିଏ ବିଲେଇ ଚୁପଚାପ ଆପଣଙ୍କର ରାସ୍ତା ପାର ହୋଇଗଲା? ସାବଧାନ ହୋଇଯାଆନ୍ତୁ, କାରଣ ଏହାକୁ ଏକ ସାମାନ୍ୟ ପଶୁ କିମ୍ବା ସଂଯୋଗ ଭାବନ୍ତୁ ନାହିଁ। ସତ୍ୟ ଏହା ଯେ ବହୁତ ହସଖେଳ ପରିବାର ବର୍ବାଦ ହୋଇଯାଇଛନ୍ତି। ପତି ପତ୍ନୀଙ୍କ ଝଗଡ଼ା ଏବଂ ଘରର ଉନ୍ନତି ଚାଲିଯିବା କେବଳ ଏଥିପାଇଁ ସେମାନେ ଅଜାଣତରେ ଅଲକ୍ଷ୍ମୀଙ୍କର ବାସ ନିଜ ଘରେ କରିଛନ୍ତି। କିନ୍ତୁ ଏ ଦୁନିଆରେ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ କାଲି ପର୍ଯ୍ୟନ୍ତ କରଜ ଓ ଗରିବରେ ବୁଡ଼ି ରହୁଥିଲେ ଏବଂ ଆଜି ରାଜା ଭଳି ସୁଖ ଭୋଗ କରୁଛନ୍ତି। ଜାଣିଛନ୍ତି ଏପରି କାହିଁକି ଘଟୁଛି? କାରଣ ସେମାନେ ଜାଣିସାରିଥିଲେ ଯେ ମାତା ଲକ୍ଷ୍ମୀ ତାଙ୍କର ଖଜାନା ପଠାଇବା ପୂର୍ବରୁ କୌଣସି ବିନା ଆମନ୍ତ୍ରଣର ଅତିଥି ଭାବରେ କୌଣସି ସଂକେତ ଦେଇଥାନ୍ତି। ଆମ ଗରୁଡ଼ ପୁରାଣ ଓ ଶଗୁନ ଶାସ୍ତ୍ରରେ ସ୍ପଷ୍ଟ ଲେଖାଯାଇଛି, ବିଲେଇ ଏକ ସାଧାରଣ ଜୀବ ନୁହେଁ। ଏହା ରାହୁର ଛାଇ ଅଟେ। ଏହା ଆଗାମୀ ଭଲ କିମ୍ବା ଖରାପ ସମୟର ଆଇନା ଅଟେ। କୌଣସି ବିଲେଇ ଆପଣଙ୍କ ଘରକୁ ଆସିବା କିମ୍ବା ଆପଣଙ୍କ ସାମ୍ନାରେ କାନ୍ଦିବା ଏହା ସ୍ଥିର କରିଥାଏ କି ଆପଣଙ୍କ ଘରକୁ ପଇସାର ଗଦା ଆସିବ ନା ଔଷଧର ଖର୍ଚ୍ଚ ବଢ଼ିବ। ଆଜି ମୁଁ ଆପଣଙ୍କୁ ବିଲେଇ ସହ ସମ୍ବନ୍ଧୀୟ 4ଟି ଏପରି ମହାସଂକେତ ବିଷୟରେ କହିବି, ଯାହା ସିଧାସଳଖ ଆପଣ ଓ ଆପଣଙ୍କ ପରିବାରର ଭାଗ୍ୟ ସହ ଯୋଡ଼ି ହୋଇ ରହିଛି। ଯଦି ଆପଣ ଏଥିରୁ ଗୋଟିଏ ବି ସଂକେତକୁ ଅଣଦେଖା କରିଦିଅନ୍ତି, ତେବେ ବୁଝିଯାଆନ୍ତୁ ଆପଣ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି। ଏହି ଭିଡ଼ିଓ ସାଧାରଣ ନୁହେଁ, ଏହା ଏକ ଚେତାବନୀ। ଏହି ଗୁପ୍ତ ରହସ୍ୟକୁ ଜାଣିବା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟରେ ମଧ୍ୟ ନିଜ ମତାମତ ଜଣାଇବାକୁ ଭୁଲିବେ ନାହିଁ। ସାଙ୍ଗମାନେ, ବିଲେଇ ଏକ ବାଧା ବା ସମସ୍ୟା ନୁହେଁ, ସମସ୍ୟା ଗୋଟିଏ ଊର୍ଜା। ସମସ୍ୟା ଯେତେବେଳେ ଆସେ ତେବେ ଢୋଲ କିମ୍ବା ମହୁରୀ ମାଧ୍ୟମରେ ଆସେ ନାହିଁ। ତେବେ କିପରି ଆସେ? କୌଣସି ସଂକେତ ଦ୍ୱାରା। ଏଥିମଧ୍ୟରୁ ବିଲେଇ ଅନ୍ୟତମ। କ'ଣ ଆପଣ କେବେ ଭାବିଛନ୍ତି, ଆପଣ ତ ପଇସା କମାଉଛନ୍ତି, କିନ୍ତୁ ମାସ ଶେଷ ହେଉ ହେଉ ପକେଟ ଖାଲିକୁ ଖାଲି ହୋଇଯାଉଛି? ଏହା ସାଧାରଣ କଥା ନୁହେଁ। ଏହା ଲକ୍ଷ୍ମୀଙ୍କର ପ୍ରଭାବ ଅଟେ। ଯେତେବେଳେ ଆମେ ଏହି ସଂକେତକୁ ଅଣଦେଖା କରିଦେଉ, ତେବେ ଘରର ବାସ୍ତୁ ନଷ୍ଟ ହୋଇଯାଇଥାଏ। ଆଜି ଘରେ ଛୋଟ ଯୁକ୍ତି ହେଉଛି, କାଲି ଏହା ବଡ଼ କ୍ଲେଶ ହୋଇଯିବ। ଆଜି ଛୋଟ ଥଣ୍ଡା ଜ୍ୱର ହେଉଛି, କିନ୍ତୁ କାଲି ଏଥିପାଇଁ ଔଷଧର ଖର୍ଚ୍ଚ ବଢ଼ିଯିବ। ମନେ ରଖନ୍ତୁ, ଯେତେବେଳେ ରାହୁ ଓ ଶନିଙ୍କର ଦୃଷ୍ଟି ପଡ଼ିଥାଏ, ତେବେ ମନୁଷ୍ୟର ବୁଦ୍ଧି ସବୁଠାରୁ ପ୍ରଥମେ ନଷ୍ଟ ହୋଇଥାଏ। ଯେଉଁ ଲୋକ ଘରକୁ ବିଲେଇ ଆସିବା କିମ୍ବା ବିଲେଇ କାନ୍ଦିବାକୁ ଏକ ସାଧାରଣ କଥା ଭାବି ଶୋଇଯାଆନ୍ତି, ସେମାନେ ନିଜର ଶୋଇ ରହିଥିବା ଭାଗ୍ୟକୁ ହିଁ ଜାଗ୍ରତ କରିବାକୁ ଚାହାନ୍ତି ନାହିଁ। ଭାବନ୍ତୁ, ଯେଉଁଠି ମାତା ଲକ୍ଷ୍ମୀ ରୁହନ୍ତି ନାହିଁ, ସେଠାରେ ଯେତେ ମହଙ୍ଗା ଗଛ ଥିଲେ ମଧ୍ୟ ସର୍ବଦା ଏକ ଅଜବ ଉଦାସୀ ଓ ଭାରୀପଣ ରହିଥାଏ। କ'ଣ ଆପଣ ଆପଣଙ୍କ ପରିବାରକୁ ଅନ୍ଧକାରକୁ ଠେଲି ଦେବାକୁ ଚାହୁଁଛନ୍ତି? ନାହିଁ ନା? ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ ଓ ମନ ଦେଇ ନିଶ୍ଚୟ ଶୁଣନ୍ତୁ। ଆଜି ମୁଁ ଆପଣଙ୍କୁ ଏପରି ଏକ କାହାଣୀ କହିବି, ଯାହାଦ୍ୱାରା ଆପଣଙ୍କ ଆଖିରୁ ସବୁଦିନ ପାଇଁ ଅନ୍ଧକାରର ପରଦା ହଟିଯିବ। ପ୍ରାଚୀନ କାଳର କଥା ଅଟେ। ଗୋଟିଏ ଗାଁରେ ଗୋଟିଏ ବହୁତ ବଡ଼ ଅଭାଗୀ ମହିଳାଟିଏ ରହୁଥିଲା। ବିଧାତା ତାକୁ 5ଟି ପୁତ୍ର ଦେଇଥିଲେ, କିନ୍ତୁ 5ଟି ପୁତ୍ର ଜନ୍ମରୁ ହିଁ ବିକଳାଙ୍ଗ ଥିଲେ। ନା ନିଜ ଗୋଡ଼ରେ ନିଜେ ଠିଆ ହୋଇପାରୁଥିଲେ, ନା ଚାଲିପାରୁଥିଲେ। ସେହି ମା ପ୍ରତିଦିନ ଭଗବାନଙ୍କ ନିକଟରେ କାନ୍ଦେ ଯେ, ହେ ପ୍ରଭୁ, ମୁଁ ଏପରି କେଉଁ ପାପ କରିଛି, ତେଣୁ ମୋ ପିଲାମାନଙ୍କର ଆଜି ଏ ଅବସ୍ଥା ହୋଇଛି। ଲୋକମାନେ ତାକୁ ତାନା ମାରନ୍ତି, ତା ଘର ଉପରେ କୌଣସି ଖରାପ ଶକ୍ତିର ଛାଇ ଅଛି ବୋଲି। ତେବେ ଗୋଟିଏ ଦିନ ଏମିତି ଏକ ଚମତ୍କାର ହେଲା। ଗୋଟିଏ ଧଳା ବିଲେଇ ଗର୍ଭାବସ୍ଥାରେ ତା ଘରକୁ ଆସିଲା, କିନ୍ତୁ ସେ ମହିଳା ତାକୁ ନ ଘଉଡ଼ାଇ ଗୋଟିଏ କୋଣରେ ସ୍ଥାନ ଦେଇ ନିଜ ଭାଗର ଅଧା ରୁଟି ତାକୁ ଖାଇବାକୁ ଦେଲା।
ତାପରେ ବିଲେଇ ସେଇ ଘରେ 4ଟି ସୁନ୍ଦର ଛୁଆ ଜନ୍ମ କଲା। ତାପରେ ଏହାଠାରୁ ବିଧିର ବିଧାନ ବଦଳିଗଲା। ଯେମିତି ବିଲେଇ ତା ଛୁଆକୁ ଜନ୍ମ ଦେଲା, ସେମିତି ବର୍ଷ ବର୍ଷ ଧରି ଶଯ୍ୟାଶାୟୀ ହୋଇଥିବା ସେହି ମହିଳାଟିର ବଡ଼ ପୁଅ ହଠାତ୍ ନିଜ ଗୋଡ଼ରେ ଠିଆ ହେଲା। ଯେମିତି ଯେମିତି ସେ ବିଲେଇର ଛୁଆ ସବୁ ବଡ଼ ହେଲେ, ସେ ମହିଳାର ସବୁ ପୁତ୍ର ସୁସ୍ଥ ହୋଇଗଲେ। ଯେଉଁଠି କାଲି ପର୍ଯ୍ୟନ୍ତ ଦୁଃଖ ଓ ଦରିଦ୍ରତା ଥିଲା, କିନ୍ତୁ ସେଠି ଆଜି ଧନ ଓ ଖୁସିର ବର୍ଷା ହେବାକୁ ଲାଗିଲା। ଆମର ଗରୁଡ଼ ପୁରାଣରେ ସ୍ପଷ୍ଟ ଲେଖାଯାଇଛି, ଯେଉଁ ଘରେ ବିଲେଇ ତା ଛୁଆକୁ ଜନ୍ମ ଦେଇଥାଏ, ସେଇ ଘର ସାକ୍ଷାତ୍ ବୈକୁଣ୍ଠ ହୋଇଯାଇଥାଏ। ସ୍ୱୟଂ ମା ଲକ୍ଷ୍ମୀ ସେଇ ଘରକୁ ଆସିଥାନ୍ତି। କିନ୍ତୁ ଆଜିର ମନୁଷ୍ୟ ଅଜ୍ଞାନତାର ଅନ୍ଧକାରରେ ବୁଡ଼ି ଏହି 4ଟି ଭୁଲ କରି ବସନ୍ତି, ଯାହାଦ୍ୱାରା ତା'ର ଭାଗ୍ୟ ବିଗିଡ଼ି ଯାଇଥାଏ। ଆପଣମାନେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ। ତେଣୁ ଧ୍ୟାନ ଦେଇ ସେହି 4ଟି ସଂକେତକୁ ଶୁଣନ୍ତୁ। ପ୍ରଥମ, ବିଲେଇ ପ୍ରସବ ହେବା। ଅଧିକାଂଶ ଲୋକ ଘର ମଇଳା ହେବା ଯୋଗୁଁ ଗର୍ଭବତୀ ବିଲେଇକୁ ମାରପିଟ କରି ଘରୁ ଘଉଡ଼ାଇ ଦିଅନ୍ତି। ଏହା ପାପ ଅଟେ। ବିଲେଇ ନିଜ 6ଠ ଇନ୍ଦ୍ରିୟରୁ ଜାଣିଥାଏ ଯେ କୌଣସି ସ୍ଥାନ ପବିତ୍ର ଅଟେ। ସେ ଆପଣଙ୍କ ଘରକୁ ବାଛିଛି। ତେବେ ବୁଝିଯାଆନ୍ତୁ, ଆପଣଙ୍କର ଭଲ ସମୟ ଆସିବାକୁ ଆଉ ଡେରି ନୁହେଁ। ଦ୍ୱିତୀୟ ସଂକେତ, ବିଲେଇ କାନ୍ଦିବା। ଯଦି ଆପଣଙ୍କ ଘର ବାହାରେ ବିଲେଇ ବାରମ୍ବାର ଭୟାନକ ଭାବରେ କାନ୍ଦୁଛି, ତେବେ ସାବଧାନ ହୋଇଯାଆନ୍ତୁ। ଏହା କୌଣସି ସାଧାରଣ ଘଟଣା ନୁହେଁ। ଶାସ୍ତ୍ର କୁହେ, ବିଲେଇ ଯମରାଜଙ୍କ ଦୂତଙ୍କୁ ଦେଖିପାରେ। ଏହା ଘରକୁ ଆସୁ ବେମାରୀ କିମ୍ବା ବଡ଼ ଅଘଟଣର ପୂର୍ବ ସଂକେତ ଅଟେ। ଏମିତି ପରିସ୍ଥିତିରେ ତାକୁ ପଥର ନ ମାରି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଘରର ମୁଖ୍ୟ ଦ୍ୱାରରେ ଲୁଣ ମିଶା ପାଣି ଛିଞ୍ଚାଡ଼ନ୍ତୁ, ଯାହାଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଯାଉ। ତୃତୀୟ ସଂକେତ, ବିଲେଇମାନେ ନିଜ ନିଜ ଭିତରେ ଲଢ଼େଇ କରିବା। ଏହା ଗ୍ରହ କ୍ଲେଶର ସବୁଠାରୁ ବଡ଼ ପ୍ରମାଣ ଅଟେ। ଏହା ଦର୍ଶାଯାଇଥାଏ କି ଆପଣଙ୍କ ଜମା ପୁଞ୍ଜି ଜଲ୍ଦି ବ୍ୟର୍ଥ କାମରେ ନଷ୍ଟ ହେବାକୁ ଯାଉଛି। ଯେଉଁ ଘରେ ବିଲେଇ ଲଢ଼େଇ କରନ୍ତି, ସେହି ଘରେ ଶାନ୍ତି ଦୂର ହୋଇଯାଇଥାଏ। ଚତୁର୍ଥ ସଂକେତ, ବିଲେଇ ରାସ୍ତା ପାର କରିବା। ଆମେ ପିଲାବେଳୁ ଶୁଣିଛେ ଏହା ଅଶୁଭ ଅଟେ, କିନ୍ତୁ ଏହା ଭୁଲ। ବିଲେଇ ରାହୁର ରୂପ ହୋଇଥାଏ। ଯେତେବେଳେ ବିଲେଇ ଆପଣଙ୍କର ରାସ୍ତା ପାର କରିଦେଇଥାଏ, ତା'ର ଅର୍ଥ ହେଉଛି ଆପଣଙ୍କ ଉପରକୁ ଆସୁଥିବା ବିପତ୍ତିକୁ ସେ ତା ମୁଣ୍ଡ ଉପରକୁ ନେଇଯାଇଛି। ତାକୁ ଗାଳି ଦେଇ ଆପଣ ପାପର ଭାଗୀଦାରୀ ହୁଅନ୍ତୁ ନାହିଁ। କେବଳ ସେଠାରେ କିଛି ସମୟ ସ୍ଥିର ହୋଇ ଭଗବାନଙ୍କୁ ପ୍ରଣାମ କରି ଆଗକୁ ଚାଲନ୍ତୁ। ମନେ ରଖନ୍ତୁ, ପଶୁପକ୍ଷୀ କେବଳ ସାଧାରଣ ଜୀବ ନୁହନ୍ତି, ସେମାନେ ପ୍ରକୃତିର ଗୁପ୍ତ ସନ୍ଦେଶର ବାହକ ଅଟନ୍ତି। ମନରେ ପ୍ରଶ୍ନ ଉଠେ ଯେ, ଆମେ ଯଦି ଆମ ଅଜାଣତରେ କୌଣସି ବିଲେଇକି ମାରିଥାଉ କିମ୍ବା ଭୋକ ଶୋଷରେ ଘଉଡ଼ାଇ ଦେଇଥାଉ, ତେବେ କ'ଣ ଆମ ଉପରକୁ ବିପତ୍ତି ଆସିଥାଏ? ଆମ ହିନ୍ଦୁ ସନାତନ ଧର୍ମରେ ଭୁଲର କ୍ଷମା ଥାଏ ଓ ପାପର ପ୍ରାୟଶ୍ଚିତ ଥାଏ। ଯଦି ଏପରି ଭୁଲ କରିଛନ୍ତି, ତେବେ ଏହି 4ଗୋଟି ଉପାୟ ଆପଣାଇ ନିଜ ଭୁଲକୁ ସୁଧାରି ନିଅନ୍ତୁ। ପ୍ରଥମ ଉପାୟ, ଗୋଟିଏ ମାଟି ଢାଳର ପାଣି ଭର୍ତ୍ତି କରି ନିଜ ଘରର ମୁଖ୍ୟ ଦ୍ୱାର କିମ୍ବା ଛାତ ଉପରେ ରଖିଦିଅନ୍ତୁ। ଏହାଦ୍ୱାରା କୌଣସି ତୃଷାର୍ତ୍ତ ଜୀବ ସେହି ପାଣିକୁ ପିଇ ଆପଣଙ୍କୁ ଆଶୀର୍ବାଦ ଦେବ। ଦ୍ୱିତୀୟ ଉପାୟ, ପ୍ରଥମ ରୁଟିରେ ଅଳ୍ପ ଘିଅ ଓ ଗୁଡ଼ ଲଗାଇ ବିଲେଇକୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ରାହୁ ଦୋଷ ଦୂର ହୋଇଥାଏ। ତୃତୀୟ ଉପାୟ, ଗୋଟିଏ ଢାଳ ପାଣିରେ ଅଳ୍ପ ସୈନ୍ଧବ ଲବଣ ଓ ହଳଦୀ ମିଶାଇ ନିଜ ଘରର ମୁଖ୍ୟ ଚୌକାଠକୁ ଭଲ ଭାବରେ ପୋଛି ଦିଅନ୍ତୁ। ଏହାଦ୍ୱାରା ଘରୁ ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଚାଲିଯାଇଥାଏ। ଚତୁର୍ଥ ଉପାୟ, ଯଦି ଏହିସବୁ ଉପାୟକୁ ଆପଣ ବିନା ସ୍ୱାର୍ଥରେ ପୂରା ଭାବର ସହ କରନ୍ତି, ତେବେ ଏହା ଫଳପ୍ରଦ ହୋଇଥାଏ। ସାଙ୍ଗମାନେ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ।